ପ୍ରେମରେ ଉଚ୍ଚ ନୀଚ ଭେଦଭାବକାରୀ ନାଟକର ପ୍ରତ୍ୟେକ କଳାକାରଙ୍କ ଅଭିନୟ ସୁଦର୍ଶିତ ଥିଲା ଏବଂ ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଛି ରଙ୍ଗମହଲ ବହୁତ ଆଗକୁ ଯାଏ। ଥ୍ୟାଙ୍କ ୟୁ ଭାଇ। ଯାଉ ସୁନ୍ଦର ମତାମତ ପାଇଁ ଅନୁଷ୍ଠାନର ପରିବର୍ତ୍ତନରୁ ଭାଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ପରବର୍ତ୍ତୀ ମତାମତ ଲେଖିଛନ୍ତି ତାଙ୍କ ନାଁ ଲେଖିନାହାନ୍ତି, କେବଳ ମୋବାଇଲ ନମ୍ବର ଲେଖିଛନ୍ତି। ଗୋଟେ କଥା କହିବାକୁ ଆପଣମାନଙ୍କୁ ଯେକୌଣସି ସହଜ ବ୍ୟକ୍ତି ଆପଣଙ୍କ ମତାମତ ଦେବାକୁ ଚାହୁଁଛନ୍ତି ପ୍ରଥମେ ନିଜର ନାଁ ଆଉ ଠିକଣା ଆଉ ନିଜର ମୋବାଇଲ ନମ୍ବର ଲେଖିବାକୁ ଭୁଲନ୍ତୁ ନାହିଁ। ନାଁ ନ ଲେଖିଲେ ଆମେ ମଞ୍ଚ ଡାକିବାଟା ଅସମ୍ଭବ ହେଇଯିବ। ତେଣୁକରି ପ୍ରଥମେ ନାଁ ତାପରେ ନିଜର ମୋବାଇଲ ନମ୍ବର ଲେଖିବାକୁ ଭୁଲିଯିବେ। ଲେଖିଛନ୍ତି ଏହି ରଙ୍ଗମହଲ ଆଗାମୀ ଦିନରେ ଈଶ୍ୱରଙ୍କ ନିକଟରେ ସଫଳ ଜୀବନ କାଟନ୍ତୁ। ଏହାପରେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଯାହା କିଛି କହିପାରୁନି ତା ମଞ୍ଚରେ କହିବି ଅପେକ୍ଷାରେ ରହିବି। ନମସ୍କାର। ଆପଣଙ୍କୁ ପ୍ରଥମ ନମସ୍କାର ସେମାନଙ୍କୁ ଅଶେଷ ଧନ୍ୟବାଦ। ଦର୍ଶକ ବନ୍ଧୁ ଆଜିର ଦର୍ଶକ ଦରବାରରେ ଆଜିର ଶ୍ରେଷ୍ଠ ଦର୍ଶକ ହେଉଛନ୍ତି ରବିକାନ୍ତ ସାହୁ। ମଞ୍ଚ ଉପରକୁ ଓଜନ କରିବା ଗୋଟେ ମାସ୍କ ଜାଣିଛେ। ଆସନ୍ତୁ ରବି ବାବୁ ମଞ୍ଚ ଉପରକୁ। ରବି ବାବୁ ଲେଖିଛନ୍ତି ସର୍ବପ୍ରଥମେ ସତ୍ୟବାବୁ ଏବଂ ସତ୍ୟବାବୁଙ୍କ ସୁନାଲି ଶବ୍ଦର ପ୍ରତିଫଳକ ଯାତ୍ରା ଅନୁଷ୍ଠାନ ରଙ୍ଗମହଲର ସମସ୍ତ କଳାକାରମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଆମମାନଙ୍କ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ। ଯାତ୍ରା ଅନେକ ଦେଖିଛି, ହେଲେ ରଙ୍ଗମହଲ ପରି ଯାତ୍ରା ଅନୁଷ୍ଠାନ ମୁଁ କେବେ ଦେଖିଲି। ସତ କହୁଛି ଆଜ୍ଞା, ରଙ୍ଗମହଲ ନାଟକ ଗୁଡ଼ିକ ସମସ୍ତଙ୍କୁ କିଛି ନା କିଛି ଶିକ୍ଷା ଦେଲା ପରି ନାଟକ ପରିବେଷଣ କରିଥାଏ। ଏ ନାଟକରେ ଆମେ ଏମିତି ଶିକ୍ଷା ପାଇଛୁ ଯେ ପ୍ରେମରେ ଉଚ୍ଚ ନୀଚ ଭେଦଭାବ କିଛି ନାହିଁ। ଯଦି ଡିସିସନ୍ ଠିକ୍ ସେ ନେବେ ତାର ସୁନ୍ଦର ସଂସାରଟିଏ ସୁନ୍ଦର ପରିବେଶଟିଏ ବଢ଼ାଇ ପାରିବ। ନାଟକ ଦେଖିବା ପାଇଁ ମୁଁ ଖଣ୍ଡଗିରି ପର୍ଯ୍ୟନ୍ତ ଯାଇଥିଲି। ଏ ନାଟକକୁ ଏଠି ଉପଭୋଗ କରିବା ପରେ ମୋତେ ବହୁତ ଖୁସି ଲାଗିଲା। ଅନେକ ଲେଖିବାର ଥିଲା, ଯଦି ସୁନ୍ଦର ଦେଲେ ଲେଖିବି କିନ୍ତୁ ଜାଗା ପାଉନି। ଏଠି ଆପଣଙ୍କର ରବିକାନ୍ତ ସାହୁ। ଧନ୍ୟବାଦ। ଧନ୍ୟବାଦ ଅର୍ଜୁନ। ଧନ୍ୟବାଦ ସାର୍। ଯାହା ଆପଣ ସୁନ୍ଦର ମତାମତ ଦେଇଛନ୍ତି, ଯାହାଫଳରେ ଆଜି ହେଉଛନ୍ତି ଆମର ଶ୍ରେଷ୍ଠ ଦର୍ଶକ ଆପଣ। ଆଚ୍ଛା, ଆପଣ କ'ଣ ଫିଲ୍ କରୁଛନ୍ତି? ଆପଣ ଆଗରୁ ଏମିତି କେଉଁଠି ପୁରସ୍କୃତ ହେଇଥିଲେ ଯାତ୍ରା ମଧ୍ୟରେ? ସେଇଟା ଫାର୍ଷ୍ଟ ଟାଇମ୍। ଯଦି ଫାର୍ଷ୍ଟ ଟାଇମ୍ ହେଇଥାଏ ତ ଆପଣ କ'ଣ ଫିଲ୍ କରୁଛନ୍ତି ଦୟାକରି କହିବେ। ପ୍ରଥମେ ସମସ୍ତ ଦର୍ଶକ ଦର୍ଶିକାମାନଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଏବଂ ରଙ୍ଗମହଲର ସମସ୍ତ ଛୋଟ ବଡ଼ କଳାକାରଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଆଜ୍ଞା, ଯାତ୍ରା ତ ଦେଖିଛି, ହେଲେ ଏ ରଙ୍ଗମହଲ ପରି ଯାତ୍ରା ମୁଁ ଦେଖିନି। କାରଣ ଏଠି ଏକ ନିଆରା ନାଟକ ପ୍ରସ୍ତୁତ ହୋଇଥାଏ, ଯାହା ଏକ ନିଷ୍ଠକ ଜୀବନ୍ତ କାହାଣୀ ଉପରେ ଆଧାରିତ। ଆଜ୍ଞା, ମୁଁ ସତ କହୁଛି, ଆପଣ ବିଶ୍ୱାସ ହେଇପାରନ୍ତି, ଏଇ ରଙ୍ଗମହଲକୁ ଦେଖିବା ପାଇଁ ମୁଁ ସୁଦୂର ଭୁବନେଶ୍ୱର ଖଣ୍ଡଗିରି ମେଳାକୁ ଯାଇଥିଲି। ଧନ୍ୟବାଦ। କିନ୍ତୁ ଦୁର୍ଭାଗ୍ୟବଶତଃ ସେଠି ଗଲା ବେଳକୁ ମୁଁ ଆଉ ଟିକେଟ୍ ପାଇଲି ନାହିଁ। କିନ୍ତୁ ମୁଁ ମନ ଦୁଃଖ କରିଲି, ମୋର ନିହାତି ଦେଖିବାର ଅଛି, କିନ୍ତୁ ନାଟକ ମଝିରେ ମୁଁ ଦେଖିଲି। ତ ଆପଣମାନେ ଭାବୁଥିବେ ମୁଁ ଗୋଟେ ମଞ୍ଚରେ ଅଭିନୟ କରିଛି ଆଜ୍ଞା। ଗାଁ ଗ୍ରାମରେ ମୁଁ ଛୋଟ କଳାକାରଟିଏ, ଏତେ ବଡ଼ ମଞ୍ଚରେ ମୁଁ କେବେ ବି ଅଭିନୟ କରେନି। ଯଦି ମୋ ଦର୍ଶକମାନେ ମୋତେ ଅନୁମତି ଦେବେ ତାହେଲେ ମୁଁ ଆପଣଙ୍କୁ ଗୋଟିଏ ଛୋଟ ଝଲକ ଦେଖେଇବି। ମୁଁ ଆଜ୍ଞା ଅଭିନୟ କରିଛି, 7-8ଟା ନାଟକରେ ଅଭିନୟ କରିଛି, କିନ୍ତୁ ସବୁଠୁ ମୋତେ ବେଶୀ ଅନୁପ୍ରାଣିତ କରିଛି ଏଇ ଯାତ୍ରାରୁ ଯାହା ଅଛନ୍ତି ସେଇ ନାୟକ ଯିଏକି ଗୌରା ଭାଇ। ଗୌରା ଭାଇଙ୍କୁ ମୋର ଭୂମିଷ୍ଠ ପ୍ରଣାମ। ତାଙ୍କ ଅଭିନୀତ ନାଟକ ମୋତେ ବହୁତ ଆକୃଷ୍ଟ କରିଛି। ଯଦି ଆପଣମାନେ ସୁଯୋଗ ଦେବେ ତାହେଲେ ମୁଁ ତାଙ୍କର କିଛି ଝଲକ ଦେଖେଇବି। ତ ପ୍ଲିଜ୍ ମ୍ୟୁଜିକ୍ ଆଣ୍ଡ ସାଉଣ୍ଡ ଆଣ୍ଡ ଲାଇଟ୍ ଭାଇକୁ ମୁଁ ଅନୁରୋଧ କରୁଛି ଆପଣ ଟିକେ ମୋତେ ହେଲ୍ପ କରିବେ। ନାଇଁ ସାର୍, ଟିକେ ଜୁନ୍ ମାସରେ କରିକି ଭଲ ହେଇଥାନ୍ତା।
ते काय राज्य होतं ते आपण आम्हाला चेष्टा करतात दर्शक बंधु दर्शक करवासे आज प्रश्न जो नाटक अपन सामने आम पेश करने जाऊँ फगुण देशक कुमारी এই নাটকরে কাহার চরিত্র আপন মানুষ বেশি ভাল লাগিছি এবং এই নাটক সমাজকে কমল শিক্ষা দিয়ে পারিব ও তো লেখিବାକୁ ভুলিবে ନାହିଁ ও তো কেবল আপনার টিকেট প্রথমে লেখিবে নিজের নাম নিজের মোবাইল নম্বর দেবে গরমে গ্যাস পাখে গোটে এন্ট্রান্স বক্স লগাইকি সে বক্সরে ভরিবা পাই অন্য ঠিক আসন্তকালি এই মঞ্চরে আমি চয়েস করবু শ্রেষ্ঠ দর্শক এবং এই মঞ্চ উপরে আমি করবু সম্মান দর্শক বন্ধু আজ তো সময় হয়ে যাই रंग महल डांस मेलोडी कार्यक्रम को यही आयोजन करने पड़ो पूर्ण जगह आसंता राति सनटाइम 11:30 PM राति 11:30 से रही नमस्कार नमस्ते गुड नाइट एंजॉय स्टोरी फगुण देशर राजकुमारी।